କିରଣ ଏ ବର୍ଷ ଜାଗାରେ ଟିକେ ରହିବୁ। ସାଉଣ୍ଡ ଫୋନ ଭଲ ଟିକେ ଆଣୁ। ସାଉଣ୍ଡ ଠି କଣ ଅଛି? ଦେଖେ ଦିନ ତାର 160 ମେସିନ ଟା ଦଉଛି। ଗାଁ କଥା ପଇସା ଅଳ୍ପ ବହୁତ ଯାହା ଦେଲେ ସେ ନେଇଯାଉଛି। ଆଉ ମତେ ପିଲା କହିଲେ ଏଇ କିରଣ କତିକି ଯା, ତୁ କହିଲେ ସେ ଆସିବ। ମୁଁ ସେଇ ପାଇଁ ଚିନ୍ତାଧାରା କରିକି ଆସିଲି। ଜାଗାରେ ତୁ ନ ରହିଲେ ତାର ପ୍ରୋଗ୍ରାମ ଭଲ ହଉନି। ଏ ବର୍ଷ ମୁଁ ବି ଜାଗାରେ ରହୁଛି। ଆଚ୍ଛା, ତମେ ଜାଗର ପାଇଁ ଏତେ ଇଣ୍ଟରେଷ୍ଟେଡ କାହିଁ? ଇଣ୍ଟରେଷ୍ଟେଡ କଣ, ମୁଁ 3-4 ବର୍ଷ ହବ ରହୁଛି। ପିଲା ଛୁଆ ନେଇ ବାହାରେ ରହୁଛି। ଏ ବର୍ଷ ଆସିଛି, ଜାଗର ଆଉ କେଇଟା ଦିନ ଅଛି। କାହିଁକି ମୁଁ ଟିକେ କଳା ପ୍ରେମୀ ଲୋକ। ଖାଇବା ପିଇବା ଭୋଜି ଭାତ ସେଟା ଅଲଗା, କିନ୍ତୁ ଟିକେ ଜାଗରେ ଟିକେ ଗାଇବା ବଜିବା ହେଲେ ସେଟା ଟିକେ ମତେ ଭଲ ଲାଗେ। ହେଲା କି, ମୁଁ ସେଇଥିପାଇଁ ମୁଁ କହିଲି ଆଗେ ଗାଇବା ବଜାକୁ ଜଗିବି। ଭଲ ଭଲ ମାନେ ବଜେଇଲା ଭଲ ଗାଇବା ବାଲା। ଆଉ ଗୋଟା କାହାକୁ କହୁଛନ୍ତି କୁହ, ହାରମୋନିୟମ ବାଲା ନୁହଁ, କୋଉଥିରେ ସେ ଆରପଡା ହାରମୋନିୟମ ହାରମୋନିୟମ ହାରମୋନିୟମ। ହାରମୋନିୟମ ମୁଁ ସେ ହାରମୋନିୟମ ଏମିତି ଏମିତି କୁହନ୍ତି। ଏଇଟା ହାରମୋନିୟମ। ଆଉ ଆରପଡା ବିଡିଓ କହୁଥିଲା ଆଣିବା ଲାଗି। ଆଉ ମୁଁ ସେଇ ପାଇଁ ତୋ ପାଖକୁ ଆସିଲି। ତାପରେ ବିଡିଓ ପାଖକୁ ଯିବି ଟିକେ ଆଉ। ଆଚ୍ଛା, ତମର ଯଦି ଏତେ ଇଣ୍ଟରେଷ୍ଟେଡ ତମେ ଗୀତ ଫିତ ଗାଉଛୁ? ଗୀତ କଳାକୁ ତ ମୁଁ ପ୍ରଥମ ସମ୍ମାନ ଦିଏ, କଳାକୁ ଭଲ ପାଏ। ଗୀତ ତ ମୁଁ ପିଲାବେଳେ ସ୍କୁଲରେ ଛୋଟ ଥିଲି ସେତେବେଳେ ଗୀତ ଫିତ ଟିକେ ଗାଉଥିଲି। ଆଉ ସେଇପାଇଁ ମୁଁ ଟିକେ କଳା ପ୍ରତି ମୋର ବେଶୀ ଆକୃଷ୍ଟ। ଆଚ୍ଛା ହଉ, ଯେ ଠିକ ଯେ ଗୀତ ଟିକେ ଦେଖିବା କୋଉ ଗୀତ ସିଲେକ୍ସନ କରିଛ ଗାଇବା ପାଇଁ ଜାଗର ପାଇଁ? ଜାଗରୁ ଗୋଟେ ଗାଇବା। ଗାଇବ? ଜାଗରୁ ଗୋଟେ ଗାଇବି। ମୁଁ ଜାଣିପାରୁଛି ଗାଇଲେ ଇଣ୍ଟରେଷ୍ଟ ପୁରା ଫୁଲ ଆଉ। କୋଉ ଗୀତ ଗୋଟେ ଗାଇବି, ଗୀତଟା ହଉଛି ଚନ୍ଦନ ଲାଗି ବେଳ ହେଲା। ସେଇ ଗୀତ କିଛି ଶିଖିଛି, ଆଉ କିଛି ଲେଖିଦେବି ଆଉ। ବଢିଆ ଗୀତ ସିଲେକ୍ସନ କରୁଛ, ଭଲ ଗୀତଟା ସିଲେକ୍ସନ କରୁଛ। ଗୀତ ଭଲ ଗାଇପାରିବ ତ? ହଁ ଗାଇପାରିବି। ତୁ ବଜା ବଜି କେମିତି କରୁଛୁ ମୁଁ ଟିକେ ଦେଖିବାକୁ। ବଜାରେ ମୁଁ ଗାଉଛି। ଆଉ ମୁଁ ସମସ୍ତେ କହୁଛନ୍ତି ଯେ କିରଣ କତିକି ଯା, ସେ ଭଲ ବଜଉଛି। ହଁ, ଆଉ ଟିକେ ବଜାରେ ଦେଖିବା। ଗାଁ ଅଛି ଗୀତଟା ଗାଁ, ମୁଁ ବଜିବି। ଦେଖିବା ଚେଷ୍ଟା କରିବା ବଜି ପାଇଁ, ଚେଷ୍ଟା କରିବି ଗୀତଟା ଗାଅ। ଗାଉଛି। ଗାଇବ, ଦେଖିବା ଚେଷ୍ଟା କରିବା। ଚନ୍ଦନ ଲାଗି ବେଳ ହେଲା, ଚନ୍ଦନ ଲାଗି ବେଳ ହେଲା, ଉଠ 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 ହଉ ମଣିମା, ଆହି ମଣିମା, ଆହେ ମଣିମା। सिंह दुआरे ଲାଗିଗଲା, सिंह दुआरे ଲାଗିଗଲା, ଲା 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 ଲା, ଲା 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 ଲା, ଲା 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 ଲା, ला 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 ला, ला 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 ला। ଏତେବେଳେ ଠିକ ବଜେଇଲୁ। ଚନ୍ଦନ ଲାଗି ବେଳ ହେଲା, ଚନ୍ଦନ ଲାଗି ବେଳ ହେଲା, ଉଠ 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 ହଉ ମଣିମା, ଆହେ ମଣିମା, এই বাজাটা এই গীতକୁ ঠিক, ଯୋଉ ଆଗରେ ଯୋଉ ବାଜା ବଜଉଥିଲୁ ସେ ବାଜା ଏଇଟା ଠିକ ବଢିଆ ଅଛି। ତୋ ତିରେ ଗୁଣ ଦେଖିଲି। ସେତେବେଳେ ସେ ବାଜା କାହିଁ ବଜାଉନଥିଲୁ? ଆଚ୍ଛା ଭାଇ, ତମେ କେତେ ଦିନ ଗୀତ ଗାଇଲଣି? ମୁଁ ମୁଁ ଗୀତ ଗାଇଲି କଣ, ସେଇ ଅଷ୍ଟମ ନବମ ପଢିଲା ବେଳେ ଯାହା ଗୀତ ଫୀତ ଟିକେ ଗାଉଥିଲି। ରିଆଜ ଥିଲା ସେଇଟା ଗାଉଛି। ଏଇ ଗୀତ ଶୁଣିଥିଲି ଟିକେ ଆଉ। ବଢିଆ ହେଲା, ବଢିଆ ଗାଉଛ। ତମେ ଗୋଟେ କାମ କର, କୋଉଠି ଗାଁ ଗୀତ ଫୀତ ନା ଏମିତି ଯୋଉଠି ଦେଖିଲେ ଯୋଉଠି ବସୁଛି ମୁଁ
ଗୀତ ଆଗେ ପଢୁଥିଲି ଅଷ୍ଟମ ନବମ ବେଳେ, ଗୀତ ଗାଉଥିଲି, ସ୍କୁଲରେ ଫାଷ୍ଟ ହଉଥିଲି, କି କଳା ଟିକେ ଅଛି। କିନ୍ତୁ ବାଜା ଯୋଉ ବଜେଇଲୁନି ଭାଇ, ସେ ଯୋଉ ଆଗେ ଯୋଉ ବାଜା ବଜେଇଲୁ ସେ ବାଜା ନୁହଁ ଏଇ ଗୀତର, ଏଇ ଯୋଉ ପଛରେ ଯୋଉ ବାଜା ବଜେଇଲୁ ସେଇ ବାଜା। ଆଉ ତମେ ଭଲ ମାଷ୍ଟର ବୁଦ୍ଧି ଜ୍ଞାନ ଶିଖିଛ ସବୁ ଆଉ। ତମେ ସବୁ ଜାଣିପାରୁଛ। ଆଉ ଆଉ ଗୀତ ଶୁଣିଛୁ? ହଁ, ବଢିଆ ହଉଛି ଗାଅ। ହଁ। ହଁ, ଗାଅ। ଦିଲ दीवाना दिल दिया है। ତ ବାଜା ବାଜିଲା ଭଳିଆ କେମିତି ଦେଖାଯାଉନି? କଣ ଏ ସ୍ୱର? ମୁଁ ତ ବାଜା କିଛି ଜାଣିପାରୁନି। କଣ ଏ ସ୍ୱର? କୋଉଠି ଶିଖିଥିଲ? ହିନ୍ଦୀରେ ପାରୁନୁ, ଓଡିଆ ଗୀତ ଗାଉଛୁ। ଆମେ ବାହାରେ ବି ସେ ଯୋଉ ହିନ୍ଦୀ ଫିନ୍ଦୀ ଆମର ପ୍ରାକ୍ଟିସ ହେଇଛି ହଁ, ଦେଖ ଦେଖିଆ। ସବୁବେଳେ। और इस दिल में क्या रखा है, तेरा ही तेरा ही नाम लिखा रखा है, और इस दिल में क्या रखा है, और इस दिल में क्या रखा है, तेरा ही नाम लिखा रखा है, तेरा ही नाम लिखा रखा है, चीर के देखे दिल तेरा तो, चीर के देखे दिल मेरा तो, ला 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 ला। ଯେତେବେଳେ ଏଇ ଯୋଉ ବାଜା ବଜଉଛୁ ଠିକ ବଜଉଛୁ, ଫାଷ୍ଟ ସବୁ ଗୀତ ଗୁଡା ଖାଲି ଭୁଲ ବଜେଇ ଦଉଛୁ, ପଛରେ ଠିକ ବଜଉଛୁ। ଇଏ କଣ? ସାର୍, ଯାହା ହଉ ଆପଣ ଆସିଲେ ବୋଲି ଆପଣଙ୍କ କତିରୁ କିଛି ଶିକ୍ଷା ପାଇଲି ମୁଁ। ଆପଣ ଗୋଟେ କାମ କରନ୍ତୁ, ଯାତ୍ରା ପାର୍ଟିରେ ରୁହନ୍ତୁ, ବହୁତ ଦରମା ପାଇବେ, ଆପଣଙ୍କୁ ଭଲ ପୁରସ୍କାର ସେଠି ମିଳିବ। ଏଠି ଭାଇ ଦେଖ, ମୁଁ 800-900 ଟଙ୍କା ପାଉଛି ହାଜିର ଗୋଟେ, ଯେତିକି ଯାଉ 20-22 ହଜାର ଟଙ୍କା ହେଇଯାଉଛି। ଆଉ ପାର୍ଟି ସେ କଣ କେତେ ପଇସା ଦିଏ ମତେ? ମୋର ଯୋଉ କଳା ଅଛି, ମୁଁ ଏଇ କଳାକୁ ପ୍ରଦର୍ଶନ କରୁନି। ଅଷ୍ଟମ ନବମ ବେଳେ ସେ ଗାଉଥିଲି। ଖାଇବାକୁ ଦେବି, କିଏ କଳାକାର ଗଲେ ଖାଇବାକୁ ଦେବିନି ବାଜା ପାର୍ଟିରେ। ମୋର ଭଲ ହଉନି ଭାଇ। ଯାତ୍ରା ଗାଇବ ନା ଖାଇ ବେଡି ବୁଟା ବାନ୍ଧି ଘରକୁ ଆସିବି।